যেতବେଳେ কৌশি দুঃখ পরিস্থিতি আসে সেমিতি দুঃখর খবর বর্তমান এই যাত্রা জগৎ পাই এই কলা জগৎ পাই আজ গোটিয়ে দিନରେ দুই জন কଳାକାର ଆମଠୁ ଛାଡ଼ି ଚାଲି ଯାଇଛନ୍ତି। ଜଣେ ଆପଣମାନଙ୍କର ଅଷ୍ଟଶମ୍ଭୁରେ ବର୍ତ୍ତମାନ କାର୍ଯ୍ୟରତ ଥିବା ନଳୀ ଭାଇ ଜଣେ ଖଳନାୟକ ସିଏ ବି ଆଜି ଦିନରେ ଚାଲିଗଲେ ଏବଂ କଳିଙ୍ଗ ଗଣନାଟ୍ୟରେ କାର୍ଯ୍ୟ କରୁଥିବା ଆପଣମାନଙ୍କର ଅତି ପ୍ରିୟ ବୁଦ୍ଧିଆନଳା କମେଡ଼ି ସିଏ ମଧ୍ୟ ଚାଲିଗଲେ ଗୋଟିଏ ଦିନରେ। ବଡ଼ ଦୁଃଖର କଥା, କାହିଁକିନା ଦର୍ଶକ ବନ୍ଧୁ କେହି ରହିବେ ନାହିଁଟି ଏ ଭୁବ ରଙ୍ଗଭୂମି ତଳେ ସର୍ବେ ନିଜ ନିଜ କର୍ମ ବଳ ସାରି ବାହୁଡ଼ିବେ କାଳ ବଳେ। ସତର୍କ ଦର୍ଶକ ବନ୍ଧୁ କର୍ମ ସାରି ତ ସେ ଚାଲି ଯାଇଛନ୍ତି। ନିଶ୍ଚିତ ଭାବେ এই কথা ଆପଣମାନଙ୍କ ହୃଦୟକୁ ଟିକେ ନିଶ୍ଚିତ ଭାବରେ ଦୁଃଖ ଦେବ। ତେଣୁ ଆସନ୍ତୁ ତାଙ୍କର ସେହି ଜୀବନ କାହାଣୀର କିଛି ଅଂଶ ନିହାତି ଭାବରେ ଆମେ ଶୁଣିବା ଜଷ୍ଟ କିଛି ସମୟ ପରେ। ଧନ୍ୟବାଦ। ଆଉ ନାହାନ୍ତି ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ନରେନ୍ଦ୍ର ଦାସ ଓରଫ ଆମ ସମସ୍ତଙ୍କ ପ୍ରିୟ ଖଳନାୟକ ନଳୀ ଭାଇ। ଆଜି ସକାଳୁ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଜଗତସିଂହପୁର ଜିଲ୍ଲା ଦିହସାହିରେ ଜନ୍ମଲାଭ କରିଥିବା ଅଭିନେତା ନଳୀ 2011-12 ମସିହାରେ ପ୍ରଥମେ ଯୋଗ ଦିଅନ୍ତି ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟରେ। ତୁଳସୀ ଗଣନାଟ୍ୟର ପ୍ରଯୋଜକ ଶିବପ୍ରସାଦ ଲେଙ୍କା ତାକୁ ପ୍ରଥମେ ସୁଯୋଗ ଦେଇଥିଲେ ତାଙ୍କ ଅନୁଷ୍ଠାନରେ ଅଭିନୟ କରିବା ପାଇଁ। ବାସ୍ ତାପରେ ଚାଲିଲା ତାଙ୍କର ଯାତ୍ରାର ଯାତ୍ରା। नाथ पार्वती, ईस्टर्न पिंक, ईस्टर्न ग्रीन, गौरी